ଆରେ ଡାଙ୍ଗ ଭୀମାଜା ବାଡିରେ ବଢିଆ ବର କୋଳି ହେଇଛି। ଆଉ ଚାଲେ ଯାଇକି ଦିଟା ଆଣି ଖାଇବା ଆଉ। ହଁ ନାଳ ଭାଇ ଚାଲେ ଚାଲେ ଭୀମାଜା ବାଡିରୁ କୋଳି ଆଣି ଖାଇବା ଆଉ। ଭାରି ବଢିଆ ଲାଗିବ ବର କୋଳି। ହେ 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 ହେ। ଆରେ ଡାଙ୍ଗ ଦେଖିକି ଚାଲେ, ନହେଲେ ବାଘା ଶୋଇଛି ଉଠି ପଡିବ, ତାପରେ ଆମ ପିଚାକୁ କାମୁଡି ଦବ ରେ। ଦେଖିକି ଚାଲେ। ହଁ ହରି କିନ୍ତୁ ଡାଙ୍କ ନେଉଳ କଣ ଭୀମାଜା ବାଡି ଆଡିକି ଯାଉଛନ୍ତି? ଆଲୋ ଅଲ ଲତ୍ୟ ମତେ ବିମାଦ ବାଲିଲେ ମତେ ବଲ କଲି ତୋଲି କଲି ଖାଇବାକୁ ଯାଉଛନ୍ତି ଆଉ। ମତେ ତ ସେଇଆ ଲାଗୁଛି ଆଉ। ଚାଲେ ଚାଲେ ଆମେ ବି ତା ପଛରେ ଛକିକି ଯିବା ଆଉ। ଆମେ ବି ଦିଟା ଆଣି ଖାଇବା। ଆମେ ଦିଟା ଖାଇବା, ପୂଜା ପିଙ୍କି ଦିଟା ଦେବା। ଆଲୋ ଅଲ ଲତ୍ୟ ତାହେଲେ 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 ଆମେ ଆଉ ମୋ ବାଡ଼ିରେ ଭଲ ବର କୋଳି ଖଣ୍ଡେ ହେଇଛି ରେ। ଯାଉ ସେ ବାଳୁଆ ଟୁକାକୁ ଆଖିରେ ପଡି ନାହିଁ, ଦେଖିଥିଲେ ଗଛଟାକୁ ନଣ୍ଡା କରିକି ଖାଇ ଯାଇଥାନ୍ତେ ରେ। ଭଲ ହେଲା ମୁଁ ହେଇଠି ଆଠୁ ଜଗିକି ବସିବି, କାଳେ ଏ ଟୁକାଙ୍କ ଉପରେ ଭରସା ନାହିଁ ଯେ ଆଖିରେ କେତେବେଳେ ଧୂଳି ଚାଟି ଆଖି ସବୁ କଳା କାନ ବୁଲେଇ ନେଇଯିବେ ରେ। ଛାଡ଼ିବି ନାହିଁ, ଏଇଠି ଖଟ ପଟେଇକି ବସିବି। କଣ ଭାବୁଛୁ କି ମତେ? ହଇଲୋ କୁପି ମତେ ଭାରି ଜୋରେ ଶୀତ ଲାଗୁଛି ଲୋ। ମୋ ନାଗି ଗୋଟେ କମଳ ଚା ଟିକେ ନେଇକି ଆସେ, ମୋ ଦେହ ହାତ ପୁରା କାଟିକି ଗଲାଣି। ଆଚ୍ଛା ଆରେ ଡାଙ୍ଗ ଭୀମା ବୁଢା ତ ଗଛକୁ ଜଗିକି ବସିଛି, ଆଉ କଣ କରିବା କିରେ? ଆ ଶୁଣୁ ମୋ ମୁଣ୍ଡରୁ ଗୋଟେ ବଢିଆ ଆଇଡିଆ ଆଇଛି। ହଁ ମୁଁ ଯାଉଛି ଆଉ ଭୀମା ବୁଢାକୁ କହିବି ତା ବାଡିରେ ଗାଈ ପଶିଛି, ଆଉ ସିଏ ଯେତେବେଳେ ଗାଈ ଗୁଡାକ ଯିବ ସେଇ ସମୟରେ ଗଛକୁ ଚଢିଯିବୁ, ଆଉ ବୁଝିଲୁ ସବୁ କୋଳି ନେଇ ଆସିବୁ। ହଁ ନାଳ ଭାଇ ଯା ଯା ଶୀଘ୍ର ଯା। ତୁ ଗଲା ମାତ୍ରେ ମୁଁ ଅପରେସନ ଷ୍ଟାର୍ଟ କରିଦେବି ଆଉ। ହେ 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 ହେ। ଆଜି ସବୁ କୋଳି ନେଇଯିବା, ଘରେ ରଖିକି ଖାଇବା ଆଉ। ଆଉ ଭୀମା ଯା, ତମ କୋବି କିଆରିରେ ଷେଣ୍ଢ ବସିଛି, ଆଉ ବାଡ଼ ଭାଙ୍ଗି ଦେଇଛି, ଆଉ ଶୀଘ୍ର ଆସ ନହେଲେ ସବୁ କୋବି କଳା କନା ବୁଲେଇ ଦବ। କା ଷଣ୍ଢ ସେ ଏତେ ଖାଇଲା ବେଲା 12 ବର୍ଷର ତପସ୍ୟା ମୋର ଶୁଖୁଆ ବୁଡାରେ ଯିବ ରେ। ଛାଡ଼ିବି ନାହିଁ, ସେ ଷେଣ୍ଢକୁ ଆଣି ବାନ୍ଧିକି ରଖିବି, ମୋ ପଇସା ଦେଲେ ଛାଡ଼ିବି। ଷେଣ୍ଢଟାକୁ କଣ ବାନ୍ଧିବି ରେ? ହଇଲୋ କୁତି ଶୁକୁଟାକୁ ବାହାରି ଦେଇକି ପଟା। ହଇଲୋ ବାଗା ଅନେଇଛୁ କଣ? ଚାଲେ ମୋ କୋବି କିଆରିରେ ଷେଣ୍ଢ ପଶି ଉଜାଡ଼ି ଦେଲା ରେ। ମୁଁ ବର୍ବାଦ ହେଇଗଲି ରେ। ଛାଡ଼ିବି ନାହିଁ ସେ ଷେଣ୍ଢକୁ। କଣ ଭାବୁଛି ମତେ? ହଇଲୋ ଟୁକା ଚାଲ କୋଉଠି ପଶିଛି ଦେଖେଇବି। ଆରେ ଡାଙ୍ଗ ଭଲିକି ତଳେ ତମର ଆମର ଅଧା ଦେ। କଣ କହିଲ ନଟିଆ ଭାଇ? ଆମେ ତମକୁ ଅଧା ଦେବୁ? ନାଇଁ ନାଇଁ ତମକୁ ଆମେ କାହିଁକି ଦେବୁ? ଆମେ ଦି ଭାଇ କଷ୍ଟ କରିବୁ, ତମେ ଦି ଜଣ ଆସି ଶୁଖିଲାରେ ବଳିଆ ଖାଇଦେଇକି ପଳେଇବ ଆଉ। ନାଇଁ ନାଇଁ ଆମେ ତମକୁ ଦବୁନି। ହେଲେ ଡାଙ୍ଗ ଆମକୁ ଯଦି ତମେ ମାନେ କୋଲି ଦବନି, ଆମେ ଭୀମାଦା କତିଲେ ତମକୁ ତତ କଥା କହିଦବଲେ। ଆମେ ପରା ତମ ପତେ ପତେ ଆସୁଥିଲୁ, ତମ ପ୍ଲାନ୍ ତମ ଆମେ ଲେଖତି କଲିକି ଲଖିତୁ ବୁଝିଲୁ। ବେତି ଲଙ୍କା ଦେଖା ନେଲେ ପୁଅ ହଇରେ ନଟିଆ ଗାଣ୍ଡୁ ତମେ ଦି ଜଣ କେତେବେଳେ ଆସିଲ କିରେ? ଗଲା ସବୁ ପ୍ଲାନ୍ ପୁରା ବର୍ବାଦ ହେଇଗଲା ଆଉ। ହଁ ନାଳ ଭାଇ ଏମାନେ ଆମ କଥା ସବୁ ଶୁଣି ଦେଇଛନ୍ତି, ଏମାନଙ୍କୁ ନଦେଲେ ଭୀମାଦା କତିରେ କହିଦେବେ ବୋଲି ଧମକଉଛନ୍ତି। ଆରେ ହରେ ଡାଙ୍ଗ ଏମାନଙ୍କୁ ଦେଇଦିଏ, ଏକା ମାଘରେ ଶୀତ ଯାଏନି। ଏମାନଙ୍କୁ ଆମେ ପରେ ଦେଖିଦବା ଆଉ। ହଁ ନାଳ ଭାଇ ଦେଇକି ଶୀଘ୍ର ପଳେଇ ଚାଲେ, ନହେଲେ ଭୀମାଜା ଆସିଯିବ ତାର ଯୋଉ ବାଘା। ନାଇଁ 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 ଆମ ପିଚାକୁ କାମୁଡି ଦବ। ଚାଲେ ଚାଲେ ଶୀଘ୍ର ପଳେଇ ଚାଲେ। ସାଙ୍ଗମାନେ ଗଛକୁ ନ ଚଢି ଫଳ ଖାଇବା ମଜା ଟିକେ ଅଲଗା। ଅଲ ଲତ୍ୟା ଆମେ ମାଘନା ତାଲ ପଲ ପାଇଗଲେ ଆଉ ତାଙ୍କ ବେଲେ ଆପଣ ଏମିତି କେବେ କଲିଥାନ୍ତି ନା লাই? ଯଦି ବିଦ୍ୟୁତି ଭଲ ଲାଗିತಿ ବିଦ୍ୟୁତିକୁ ଲାଇଟ୍ ଚାଲ ତତ୍କାଇ କଲନ୍ତୁ ଆଉ ଲଇଲୁ ଜୟ ଜଗନ୍ନାଥ ପୁଲି ଦେଖା ହବ ନୂଆ ବିଦ୍ୟାଳୟ।